ସେବା ହିଁ ପୂଜା। ପଶ୍ଚିମବଙ୍ଗରେ ପ୍ରବଳ ବନ୍ୟା ହୋଇଥାଏ। ସେହି ସମୟରେ ଖାଇବାକୁ ଲୋକ ପାଉନଥାନ୍ତି, ଘରଦ୍ୱାର ବୁଡ଼ି ଯାଇଥାଏ, ଆଖିରୁ ଲୁହ ସୁଖ ନଥାଏ, ବଞ୍ଚିବା କଷ୍ଟକର ହୋଇ ପଡ଼ୁଥାଏ। ଜଣେ ଯୁବକ ବାହାରିଲେ ସହଯୋଗ ପାଇଁ, ତାଙ୍କର ସହଯୋଗୀମାନଙ୍କୁ ନେଇ ଲୋକମାନଙ୍କ ପାଖରେ ଖାଦ୍ୟ ପାନୀୟ ପହଞ୍ଚାଉଥାନ୍ତି, ବିଶ୍ରାମ ମଧ୍ୟ ଟିକେ ନେଇପାରୁନଥାନ୍ତି। ସେହି ସମୟରେ ତାଙ୍କ ବାପା ତାଙ୍କୁ କହିଲେ, ଆଜି ମଧ୍ୟ କ'ଣ ତୁମେ ସେବାରେ ଯିବ? ସେ କହିଲେ, ନିଶ୍ଚିତ, ନହେଲେ ଲୋକମାନେ ଖାଇବା ପାନୀୟ କୌଣସି ଜିନିଷ ତାଙ୍କ ପାଖେ ନାହିଁ, ଘରଦ୍ୱାର ଭାଙ୍ଗି ଭାଙ୍ଗି ଯାଇଛି। ସେହି ସମୟରେ ଯଦି ଆମେ ମଣିଷର ସେବା ନ କରିପାରିବା ଆଉ କେତେବେଳେ କରିବା? ତାଙ୍କ ବାପା ତାଙ୍କୁ କହିଲେ, ସେବା କରିବା ଅତ୍ୟନ୍ତ ଜରୁରୀ, ମାନବ ସେବା ନିହାତି ଜରୁରୀ, କିନ୍ତୁ ଆମ ଗାଁରେ ଏକ ବଡ଼ ଦୁର୍ଗା ପୂଜା ହେଉଛି, ତେଣୁ ତୁମକୁ ସାମିଲ ହେବାକୁ ପଡ଼ିବ। ଆଜି ଆମ ସାଙ୍ଗରେ ଗାଁକୁ ଯିବାକୁ ପଡ଼ିବ। ସେ ବିନମ୍ରତାର ସହ ବାପାଙ୍କୁ କ୍ଷମା ପ୍ରାର୍ଥନା କରି ମନା କରିଦେଇଥିଲେ। କହିଥିଲେ, ମୁଁ ଏଇ ଗରିବ ପ୍ରପୀଡ଼ିତ ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କର ସେବା କଲେ ମାଆଙ୍କର ସେବା ହେଇଯିବ, ଆଉ ମାଆଙ୍କର ଆଶୀର୍ବାଦ ମୁଁ ଏଇଠି ଥାଇ ପାଇଯିବି। ଆପଣ ଯାଇ ଗାଁରେ ଦୁର୍ଗା ମାଆଙ୍କର ସେବା କରନ୍ତୁ, ପୂଜା କରନ୍ତୁ। ଏଇ କଥା ଶୁଣି ତାଙ୍କ ବାପା ଅତ୍ୟନ୍ତ ଖୁସି ହୋଇ ତାଙ୍କୁ ଆଲିଙ୍ଗନ କରି ଆଶୀର୍ବାଦ ଦେଇ ନିଜେ ଗାଁକୁ ଯାଇ ଦୁର୍ଗା ମାଆଙ୍କର ସେବାରେ ନିଜକୁ ସାମିଲ କଲେ। ଏ ଯୁବକ ଜଣକ ଥିଲେ ସୁଭାଷ ଚନ୍ଦ୍ର ବୋଷ।